ଆପଣ ଏଇଟା ହେଉଛି ଜ୍ୟେଷ୍ଠ ମାସ ହେଲା। ଜ୍ୟେଷ୍ଠ ମାସ ବର୍ତ୍ତମାନ ମାସେ 28 ଦିନ। ସେ ଦୋମାସୀ ଜ୍ୟେଷ୍ଠ ମାସଟା ହେଉଛି ଦୋମାସୀ ବର୍ତ୍ତମାନ ଏ ମାସରେ ପଡ଼ିଛି ନା ଏ ବର୍ଷ 2026 ଦୋମାସୀ ପଡ଼ିଛି। ତାପରେ ପୁଣି ଏଇ 2026 ମସିହାରେ ଆପଣମାନଙ୍କର କ'ଣ ହେବ ଗୋଟେ ଏମିତି ଅସୁବିଧା ଆପଣଙ୍କର ଆସି ପହଞ୍ଚିବ। ସେଥିରେ ଲେଖିଛି ଯେତେବେଳେ ଆପଣଙ୍କର ମାନେ ଗ୍ରୀଷ୍ମ ଋତୁ ଶେଷ ହେଇଯିବ ଆଷାଢ଼ ମାସ ଏବଂ ତା ପର ମାସ ହେଉଛି ଶ୍ରାବଣ ମାସ। ଏ ଆଷାଢ଼ ଶ୍ରାବଣ ମାସରେ ଆପଣଙ୍କର ଗ୍ରୀଷ୍ମ ହେବ ଏବଂ ଗ୍ରୀଷ୍ମ ଋତୁରେ ବର୍ଷା ହେବ। ବର୍ତ୍ତମାନ ଗ୍ରୀଷ୍ମ ଋତୁ କୁହାଯାଏ ବୈଶାଖ ଜ୍ୟେଷ୍ଠ ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ। ବୈଶାଖ ଜ୍ୟେଷ୍ଠ 2 ମାସେ 1.5 ମାସେ ବର୍ତ୍ତମାନ ଭୋଗ ହେଇଗଲାଣି। 1.5 ମାସ ହେଲା ଦେଖନ୍ତୁ ଓଡ଼ିଶାରେ ସବୁଦିନ ବର୍ଷା ହେଉଛି। କୌଣସି ଦିନ ଓଡ଼ିଶାରେ ବର୍ଷା ବନ୍ଦ ନାହିଁ। ଆଜି ନବରଙ୍ଗପୁରରେ ତ କାଲି କୋରାପୁଟରେ କାଲି ବଲାଙ୍ଗୀରରେ କାଲି ଫୁଲବାଣୀରେ କାଲି ଭୁବନେଶ୍ୱରରେ କାଲି ପୁରୀରେ ଏମିତି ବର୍ଷା ସବୁଦିନ ଲାଗି ରହିଛି। ବର୍ଷା ଋତୁ ଦେଖିବ ବର୍ଷା ଋତୁରେ ଗ୍ରୀଷ୍ମ ହେବ ଗ୍ରୀଷ୍ମ ଋତୁରେ ବର୍ଷା ହେବ। ଗ୍ରୀଷ୍ମ ଋତୁରେ ଆପଣଙ୍କର ସବୁଦିନ ବର୍ଷା ଚାଲିଛି। ପୁଣି ଯେତେବେଳେ ଆସିବ ବର୍ଷା ଋତୁ ସେତେବେଳେ କ'ଣ ହେବ ନା ଆଜ୍ଞା ଗ୍ରୀଷ୍ମ ହେବ। କେମିତି ବର୍ଷା ବର୍ଷା ଋତୁରେ 3 ବିନ୍ଦୁ ହେଲେ ମେଳ କୁତୁ କୁତୁ ହୋଇଣ ଗଡ଼ିବ ମୁଣ୍ଡ ମାଳ। ସୁଧାନ୍ତ ଶିଶୁବନ୍ତ କହିଲେ ଯେ ବର୍ଷା ଋତୁରେ 3 ବିନ୍ଦୁ ହେଲେ ମେଳ। 3 ବିନ୍ଦୁ କହିଲେ ଚନ୍ଦ୍ର ସୂର୍ଯ୍ୟ ପୃଥିବୀ। ଏ ତିନିଟା ହେଉଛି ଚନ୍ଦ୍ର ଗୋଲାକାର ସୂର୍ଯ୍ୟ ଗୋଲାକାର ପୃଥିବୀ ଗୋଲାକାର। ଏ 3ଟା ବିନ୍ଦୁ ଯଦି ବର୍ଷା ଋତୁରେ ମେଳ ହେବେ ଅର୍ଥ ଚନ୍ଦ୍ର ସୂର୍ଯ୍ୟ ପୃଥିବୀ ଗୋଟିଏ ସରଳ ରେଖା ରହିଲେ ଆପଣଙ୍କର ଚନ୍ଦ୍ରଗ୍ରହଣ ହୁଏ ଏବଂ ସୂର୍ଯ୍ୟପରାଗ ହୁଏ। ଯଦି ବର୍ଷା ଋତୁରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ହେଇଥିବ ସେ ବର୍ଷ ବର୍ଷା ଋତୁ ହେଇଥିବ 2026 ମସିହା ହେଇଥିବ। ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ବା ଯେକୌଣସି ଗୋଟିଏ ହେଲେ ବର୍ଷା ଋତୁରେ 3 ବିନ୍ଦୁ ହେଲେ ମେଳ କୁତୁ କୁତୁ ହୋଇଣ ଗଡ଼ିବ ମୁଣ୍ଡମାଳ। ସେ ବର୍ଷ ବହୁତ ଲୋକ ମରିବେ। ପୃଥିବୀର ପ୍ରାୟ 8 ଲୋକ ସେ ବର୍ଷ ମରିଯିବେ। 27 ମସିହାରେ 4 ମରିବେ 12 ଲୋକ ମରିବେ 2026 27 ଆଜ୍ଞା ଆଜ୍ଞା 26 27 ଆଜ୍ଞା 75% ଲୋକ ମରିଯିବେ ଆଜ୍ଞା। 2026 27ରେ ଆପଣଙ୍କର ଶତକଡ଼ା 75% ଲୋକ ମରିବେ ଆଉ ମୋଟେ 25% ଲୋକ ରହିବେ। 2028 କି ମାଲିକ ପ୍ରମାଣ ଦେଉଛି ଆଜ୍ଞା ପ୍ରମାଣ କିଛି ଭୁଲ ହେଇନି। ଆଚ୍ଛା ଆପଣଙ୍କୁ ଲାଗୁଛି କି 27ଟା 28 ବା 29 ହେଇଯାଇପାରେ? ମୁଁ ଆପଣମାନଙ୍କର 29/1 ଗୋଟେ ତାରିଖ ଦେଇଥିଲି। ଆପଣଙ୍କର 29/1ରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୃତ୍ୟୁବରଣ କଲେ ଜାଣିଛନ୍ତି ନା ନାହିଁ? ମୁଁ ଦେଇଥିଲି ଗୋଟେ 15/3/2000 ଡେଟ୍। ଆପଣଙ୍କ ମୟୂରଭଞ୍ଜର କରଞ୍ଜିଆରେ 200 ଘର ସବୁ ଉଡ଼ିଗଲା କିଛି ରହିଲା ନାହିଁ। ଆପଣ ଗୋଟେ ବିଶ୍ୱାସ କଲେ ନା ନାହିଁ? ମୁଁ ପୁଣି ଏବେ ଆପଣଙ୍କ ଦେଉଛି 7/7/2006 7 ଦିନ କାଳ ଅନ୍ଧାର ହେବ। ମୁଁ ତେବେ ଗୋଟିଏ ପରେ ଗୋଟିଏ ଡେଟ୍ର ଖୁଲାସା ବର୍ତ୍ତମାନ ଚାଲିଛି। ଆଗରୁ ଯାହା ମଧ୍ୟ ଡେଟ୍ ଦେଇଥିଲେ ସେ ଡେଟ୍ ମଧ୍ୟ ସତରେ ରୂପାନ୍ତରିତ ହେଇଥିଲା। ଏବେ ଗୋଟେ ନୂଆ ଡେଟ୍ ସାମ୍ନାକୁ ଆସିଲା ସେଟା ହେଉଛି 7/7 ଯାହାକି 7 ଦିନ 7 ରାତି ଅନ୍ଧାର ହେବ। ଏଇ ତ ହଁ।